ମୁଁ ବହୁତ ଖୁସି ଆମ କୋରାପୁଟ ଜିଲ୍ଲା ଗୋଟେ ବହୁତ ପୁରୁଣା କୋରାପୁଟର ରେଲୱେ ଷ୍ଟେସନ ତେଣୁକରି ଆଜି 21,50,00,000 ଟଙ୍କାର ଗୋଟେ ପ୍ରୋଜେକ୍ଟ ଶୁଭ ଦେଇଥିବାରୁ ମୁଁ ବିଧାୟକ କୋରାପୁଟ ଓଡ଼ିଶା ସରକାର ତରଫରୁ ଧନ୍ୟବାଦ ଦେଉଛୁ। ଯେହେତୁ ବହୁତ ଦିନ ହେଲା ଆମେ ଦାବି କରି ଆସିଥିଲୁ ଏ ଜାଗାରେ ଏକ ଲିଫ୍ଟ ନଥିଲା। ଲିଫ୍ଟ ନ ରହିବା ଯୋଗୁଁ ଆମ ଲୋକମାନେ ଯିବା ଆସିବାର ବହୁତ ଅସୁବିଧା ହେଇଥିଲା। ଆଜି ମିଡ଼ିଆ ମାଧ୍ୟମରେ ମୁଁ ଅନୁରୋଧ କରୁଛି ଆମକୁ ସକାଳ ସମୟରେ ଯିବା ପାଇଁ ମୋତେ ଗୋଟେ ଟ୍ରେନ୍ର ଆବଶ୍ୟକ ରହିଛି ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପାଇଁ। ତେଣୁକରି ଆମେ ଅନ୍ୟାନ୍ୟ ଟ୍ରେନ୍ ଦେଇକି ଚେଞ୍ଜ କରିଯାଉଛୁ। ତେଣୁକରି ଏଠିଠୁ କୋରାପୁଟ ନହେଲେ ଜଗଦଲପୁର କୋରାପୁଟ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଗୋଟେ ଟ୍ରେନ୍ ସମ୍ପ୍ରସାରଣ କରିବେ ବୋଲି ଆଜି ସଭା ମାଧ୍ୟମରେ ଇଲେକ୍ଟ୍ରିକ୍ ମିଡ଼ିଆ ପ୍ରିଣ୍ଟ ମିଡ଼ିଆ ମାଧ୍ୟମରେ ମୁଁ ଅନୁରୋଧ କରୁଛି। ଦେଖନ୍ତୁ କୋରାପୁଟର ଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଜି जो 554 रेलवे स्टेशन उद्घाटन होइछि से भितर आम कोरापुट जिलार दुईटी स्टेशन अच्छी जयपुर एवं कोरापुट एवं ये कोरापुट रेलवे स्टेशन को जो विश्वस्तरीय स्टेशन करने को जाइछंती सेतिपाई प्रधानमंत्री नरेंद्र मोदी एवं रेल मंत्री अश्विनी वैष्णव को कोरापुट तरफरु समस्त जनसाधारण तरफरु एवं भारतीय जनता पार्टी कहतु बा रेलवे तरफरु समस्त तरफरु प्रथम अशेष अशेष अभिनंदन एवं धन्यवाद। आउ निकटरे भी आपण देखिथिबे दोहरीकरण कार्य एठी कार्यक्रम होइथिला। एबे निकटरे दामनजुड़ी स्टेशन को विश्वस्तरीय करा होइथिला। एणु मते लागुची जे माननीय प्रधानमंत्री ए जो बैकवर्ड एरिया बोली कहा जाउथला तापाई संपूर्ण भाव में जो योजना करछंती या पाई मु आउ थरे प्रधानमंत्री को धन्यवाद दूँ।